ଅନ୍ୟ ଆଗରେ ନିଜର ସମ୍ମାନ ହରାଇବାର ପାଞ୍ଚଟି କାରଣ। ଅନ୍ୟର ସବୁ କଥାରେ ହଁ ମାରିବା, ଆବଶ୍ୟକତା ଠାରୁ ଅଧିକ ମନେଇବା, ନ ପଚାରିଲେ ବି ପରାମର୍ଶ ଦେବା, ବାରମ୍ବାର କାହା ଘରକୁ ଯିବା, ପ୍ରତିଟି କଥାରେ ଅନ୍ୟର ଖୁସି ପାଇଁ ନିଜର ଖୁସିକୁ ମାରିବା, କାହାଠାରୁ କ'ଣ ଶିଖିବା ଉଚିତ, ଚନ୍ଦା ପିମ୍ପୁଡ଼ି ଠାରୁ ଚାଲି ଓ ସଞ୍ଚୟ ଶିଖିବା ଓ କୁକୁଡ଼ା ଠାରୁ ଶୀଘ୍ର ଶଯ୍ୟା ତ୍ୟାଗ, ମହୁମାଛି ଠାରୁ ପରୋପକାର ଓ ସଞ୍ଚୟ ଶିଖିବା, ବୃକ୍ଷ ଠାରୁ ଦାନର ମହତ୍ଵ, ପୃଥିବୀ ଠାରୁ ସହନଶୀଳତା, ଶାସ୍ତ୍ର ପୁରାଣରୁ ଜୀବନ ଗଠନ, ଗୁରୁଠାରୁ ସଦ୍ଜ୍ଞାନ, ମଣିଷଠାରୁ ମନ୍ଦରୁ ଭଲକୁ ଗ୍ରହଣ କରିବା, ସୂର୍ଯ୍ୟଠାରୁ ନିର୍ବିକାର ଦେବାର କୌଶଳ, ବଗଠାରୁ ଏକାଗ୍ରତାର ରକ୍ଷା, କଚ୍ଛପଠାରୁ ବିପଦକୁ ଏଡ଼ାଇବାର କୌଶଳ, ସମୁଦ୍ରଠାରୁ ଆନନ୍ଦ ଉପଭୋଗ କରିବା, ଚକଠାରୁ ନିଷ୍ଠାବାନ ହେବା ପାଇଁ ଶିଖିବା ଉଚିତ। ବାହାର ଲୋକଙ୍କ ଠାରୁ ମିଳୁଥିବା ସମ୍ମାନ ଏବଂ ନିଜ ଲୋକଙ୍କ ଠାରୁ ମିଳୁଥିବା ଅପମାନ, ଏ ଦୁଇଟି କଥା ମଣିଷ ତା ଜୀବନରେ କେବେ ଭୁଲିପାରେ ନାହିଁ। ଜୀବନରେ କୌଣସି କାର୍ଯ୍ୟରେ କରିବା ପରେ ଜଣେ କେବେ ଦୁର୍ବଳ ହୋଇନଥାଏ। ଯେତେବେଳେ ସେ ପୁଣି ଉଠିବା ପାଇଁ ଚେଷ୍ଟା କରେ ନାହିଁ, ସେତେବେଳେ ସେ ଦୁର୍ବଳ ହୋଇଥାଏ। ଏ ପୃଥିବୀରେ ପଶୁ ପକ୍ଷୀ କପଟ ଆଚରଣ କରନ୍ତି ନାହିଁ, କେବଳ ମନୁଷ୍ୟ କରେ। କିଛି ନ ଆଣି ସବୁ କିଛି ପାଇଁ ଯୁଦ୍ଧ କରୁ ଏବଂ ଶେଷରେ ଆମେ ସବୁ କିଛି ଛାଡ଼ିକରି କିଛି ନ ନେଇ ଫେରିଯାଉ। ଯାହା ଜୀବନରେ ଆରମ୍ଭରୁ ସୁଖ ମିଳିଥାଏ, ଶେଷରେ ଦୁଃଖ ମିଳେ। ଆଉ ଯାହା ଜୀବନରେ ଆରମ୍ଭରୁ ଦୁଃଖ ମିଳିଥାଏ, ଶେଷରେ ସୁଖ ମିଳେ। ଆଜି ଯିଏ ଆଗରେ ଅଛି, ଦିନେ ସେ ପଛକୁ ହେଇଯିବ, ଆଉ ଯିଏ ପଛରେ ଅଛି ଦିନେ ସେ ଆଗକୁ ହେଇଯିବ। ଏ ପୃଥିବୀ ଗୋଲ ଆଜ୍ଞା, ଏଠି କେହି ବି କୌଣସି ସ୍ଥିତିରେ ବେଶୀ ସମୟ ରହିପାରିବେ ନାହିଁ। ମନକୁ ଛୁଇଁଲା ପରି କଥା, ଯାହା ଭାଗ୍ୟରେ ଅଛି ତାହା ଚାଲିକି ଆସିବ, ଯାହା ନାହିଁ ତାହା ଆସିକି ବି ଚାଲିଯିବ। ଏତେ କଠିନ କରିବା ଦରକାର ନାହିଁ। ଏଠାରୁ ଜୀବନ୍ତ ବଞ୍ଚିକି ବି କେହି ଯାଇପାରିବେ ନାହିଁ। ଗୋଟିଏ ସତ ଏହା କି ଜୀବନ ଯଦି ଏତେ ବି ଭଲ ହୁଅନ୍ତା, ଆମେ ଏହି ଦୁନିଆକୁ କାନ୍ଦି କାନ୍ଦି ଆସିନଥାନ୍ତେ। କିନ୍ତୁ ଗୋଟେ ଭଲ ସତ ଏହା କି ଏ ଜୀବନ ଯଦି ଖରାପ ହୋଇଥାନ୍ତା, ଆମେ ଯିବା ସମୟରେ ବହୁତ ଲୋକଙ୍କୁ କନ୍ଦେଇକି ଯାଆନ୍ତେ ନାହିଁ। ଝିଟିପିଟି ଯେମିତି ରାତି ସାରା ହଜାର ହଜାର ପୋକ ଝିଣ୍ଟିକା ଖାଇ ସକାଳ ହେଲେ ମହାପୁରୁଷଙ୍କ ଫଟୋ ପଛପଟେ ଲୁଚିଯାଏ। ଆଜିକାଲି ମଣିଷର ଚରିତ୍ର ଠିକ୍ ସେହିଭଳି। ଜଣେ ଅନ୍ଧ ମନ୍ଦିରକୁ ଆସିଲା, ତାକୁ ଦେଖି ଲୋକମାନେ ହସି ହସି କହିଲେ, ତମେ ତ ଅନ୍ଧ, ଦର୍ଶନ କେମିତି କରିବ? ଅନ୍ଧ ହସିକି କହିଲେ, ମୁଁ ସିନା ଅନ୍ଧ, କିନ୍ତୁ ଭଗବାନ ତ ଅନ୍ଧ ନୁହନ୍ତି। ମୁଁ ତାଙ୍କୁ ଦେଖି ନପାରେ, ସେ ତ ଦେଖିପାରିବେ ମତେ। ଦାରିଦ୍ର୍ୟ ନାଶନ ଦାନ, ଦୁର୍ଗତି ନାଶନମ୍, ଅଜ୍ଞାନ ନାଶିନୀ ପ୍ରଜ୍ଞା, ଭାବନା ଭୟଦାସିନୀ। ଦାରିଦ୍ର୍ୟ ହୁଏ ନା କଲେ ଯଥାଶକ୍ତି ଦାନ, ଦୁର୍ଗତି ହୁଏ ନା କଲେ ଭଲ ଆଚରଣ, ଅଜ୍ଞାନତା ନାଶ ହୁଏ ଲାଭ କଲେ ଜ୍ଞାନ, ଭୟ ଦୂର ହୁଏ ଚିନ୍ତା କଲେ ନାରାୟଣ। ଦାରିଦ୍ର୍ୟ ହୋଇଥିଲେ ମଧ୍ୟ ଯେ ଯଥାଶକ୍ତି ଦାନ କରନ୍ତି, ତାଙ୍କ ମନରେ ଦାରିଦ୍ର୍ୟ ମନୋଭାବ ରହେ ନାହିଁ। ଦୁଃଖ କଷ୍ଟରେ ଯେ ଉତ୍ତେଜିତ ନ ହୋଇ ଭାଙ୍ଗି ନ ପଡ଼ି ଧୈର୍ଯ୍ୟର ସହିତ ପରିସ୍ଥିତିର ମୁକାବିଲା କରନ୍ତି, ସେ ଦୁଃଖ ଅନୁଭବ କରନ୍ତି ନାହିଁ। ଯଥୋଚିତ ଜ୍ଞାନ ନଥିଲେ ମଧ୍ୟ ଯେ ନିଜର ବୁଦ୍ଧିରେ କର୍ମ କରନ୍ତି, ସେ ଜ୍ଞାନର ଅଭାବ ବୋଧ କରିପାରନ୍ତି ନାହିଁ। ଈଶ୍ୱର ଭକ୍ତି, ଗୁରୁଜନଙ୍କ ପ୍ରତି ସମ୍ମାନ, ସତ୍ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ, ସହଯୋଗ କାମନା ଆଦି ସଦ୍ଭାବନା ଦ୍ୱାରା ଭୟର ବିନାଶ ହୁଏ। ଅର୍ଥାତ୍ କୌଣସି ବିପଦ ଆପଦ ବା କର୍ମ ପ୍ରଚେଷ୍ଟାକୁ ଭୟ କରନ୍ତି ନାହିଁ। ମଣିଷର କାମନା ଦୁରାରୋଗ୍ୟ ବ୍ୟାଧି ପରି। କୌଣସି ବ୍ୟକ୍ତି ବା ବସ୍ତୁ ପ୍ରତି ମୋହ ମଣିଷର ପରମ ଶତ୍ରୁ। ଅଗ୍ନି ସମ କ୍ରୋଧ ମଣିଷକୁ ନାଶ କରେ। ଜ୍ଞାନ
ମନୁଷ୍ୟଙ୍କର ପରମ ସୁଖ ପ୍ରଦାୟକ। ଜୟ ଶ୍ରୀ ଜଗନ୍ନାଥ।